ନାଇଁ ମୁଁ ନିଶ୍ଚିତ ତାଙ୍କୁ ମୋର ସୁକାନ୍ତ ବାବୁଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ। ମୁଁ ତାଙ୍କୁ ନିଶ୍ଚିତ ଯେହେତୁ ସିଏ ଆମକୁ ଏତେ ବଡ଼ ଆମ ନାଟକକୁ ଏତେ ଭଲ ପାଇଛନ୍ତି ଏବଂ ନାଟକର ପ୍ରତ୍ୟେକ ମୁହୂର୍ତ୍ତର ସସ୍ପେନ୍ସ ରହିଛି ଯେଉଁଟା ଦର୍ଶକମାନଙ୍କ ପାଇଁ ଦରକାର ଉଦ୍ଦିଷ୍ଟ ନାଟକ ପ୍ରସ୍ତୁତି ହେଇଛି। ଆଉ ଜଣେ ସୁଧୀ ଦର୍ଶକ ହିସାବରେ ଜଣେ ଗୁରୁଜନ ହିସାବରେ ବା ଜଣେ ବରିଷ୍ଠ ନାଗରିକ ହିସାବରେ ମୋ ଦୂରରେ ଥାଇକି ତାଙ୍କୁ ମୋର ବହୁତ ସମ୍ମାନ। ଆଉ ନିଶ୍ଚିତ ମୁଁ ତାଙ୍କୁ ଭଗବାନ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି ତାଙ୍କୁ ସଦାସର୍ବଦା ଜଗନ୍ନାଥ ଭଳିଆ ଶକ୍ତି ଦିଅନ୍ତୁ, ସାହସ ଦିଅନ୍ତୁ। ସିଏ ଯାତ୍ରା ଜଗତର ପ୍ରାୟ ପାର୍ଟିମାନଙ୍କର ଯାଇକି ନାଚ ଦେଖନ୍ତୁ, ଉଚ୍ଚକୋଟୀର ନାଚକୁ ସେ ସମ୍ମାନ କରନ୍ତୁ। ସୋସିଆଲ ମିଡ଼ିଆରେ ଯେଉଁ ସେ ଭାଇରାଲ କରିଛନ୍ତି ଏଇଭଳିଆ କରନ୍ତୁ, ସବୁ ଦର୍ଶକ ପାଖରେ ପହଞ୍ଚୁ, ଯାତ୍ରାକୁ ଭଲ ପାଇବା ସମସ୍ତଙ୍କର ଆସୁ। ଧନ୍ୟବାଦ ଦେବି ସୁକାନ୍ତ ବାବୁଙ୍କୁ। ନମସ୍କାର। ଯାତ୍ରା ଶ୍ରୀ ବିଶ୍ୱ ଦରବାରର ପ୍ରଯୋଜକ ଯାତ୍ରା ବିଶ୍ୱ ଦରବାର ଏଇଟା ଆପଣଙ୍କର ଆମେ ପାର୍ଟି 12 ବର୍ଷ ପୂର୍ବରୁ 13 ବର୍ଷର ପଦାର୍ପଣ କଲା। ଜଗନ୍ନାଥ ମହାପ୍ରଭୁଙ୍କର ପ୍ରତ୍ୟେକ 13 ବର୍ଷ ଥରେ ନବକଳେବର ହୁଏ। ଯାତ୍ରା ବିଶ୍ୱ ଦରବାର ହେଉଛି ମହାପ୍ରଭୁ ଜଗନ୍ନାଥ ସିଂହଦ୍ୱାରକୁ କୁହାଯାଉଛି ବିଶ୍ୱ ଦରବାର। ଏ ପାର୍ଟି ବିଶ୍ୱ ଦରବାର ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପାର୍ଟି ଏଇଟା ବିଶ୍ୱ ଦରବାର ନବକଳେବର ବର୍ଷ। ଆମେ ପାର୍ଟି 2026 ଏବଂ 27 ବର୍ଷର ଏଇଟା ଆମର ତୃତୀୟ କ୍ୟାମ୍ପ ଯେହେତୁ ଆମେ ବାଲେଶ୍ୱର ଆମ ନିଜ ଜାଗାରେ ଆମେ ଉଦ୍ଘାଟନ କରୁ। ଭୁଲ ତ୍ରୁଟି ଆପାତତଃ ଟିକେ ସଂଶୋଧନ କରି ପାର୍ଟି ବାହାରକୁ ପଠାଉ। ପ୍ରଥମ କ୍ୟାମ୍ପ ଆମେ କରିଥିଲୁ ଚଣ୍ଡିଖୋଲ ଭିତରକୁ ଆପଣଙ୍କର, ତାପରେ ଏଇଟା ଆମର ଭୁବନେଶ୍ୱର ଏଇଟା ସେକେଣ୍ଡ କ୍ୟାମ୍ପ ହିସାବରେ। ତ ଭୁବନେଶ୍ୱର ଦର୍ଶକ ଆମେ ଆଜି ଆମର ଏଇଟା ଚତୁର୍ଥ ରଜନୀ। ପ୍ରଥମେ ରଜନୀରୁ ଆମେ କରିଥିଲୁ ଚାରିଧାମ ତ ପାଦ ତଳେ। ଏ ନାଟକ 2 ଦିନ ଧରି ମଞ୍ଚସ୍ଥ ହେଇଥିଲା। ସବୁ ମହଲର ସବୁ ଦର୍ଶକ ଯେତିକି ଯାହା ଦର୍ଶକଙ୍କୁ କହିବା କଥା, ମୁଁ ମନରେ କିଛି କହୁନାହିଁ। ଦର୍ଶକମାନଙ୍କର ଯେଉଁ ଭ୍ୟୁ ବା ରିପୋର୍ଟ ବହୁତ ଉଚ୍ଚକୋଟୀର ନାଟକ ହୋଇଛି। ସବୁ ପରେ ଯେଉଁ ଭାଇରାଲ ନାଟକ ଆମ ଏ ବର୍ଷ ବିଶ୍ୱ ଦରବାର ଯେଉଁଟା ଚମକ ଚହଟ ଢଲିଆ, ସେ ଗତକାଲି ହେଇଥିଲା। ଗତକାଲି ଲଗାଣ ବର୍ଷା ଏବଂ ବହୁତ ସମୟ ଧରି ବର୍ଷା ହେଇଥିବାରୁ ଭୁବନେଶ୍ୱର ଟିକେ ବ୍ୟବସାୟିକ ସଫଳ ଯେଉଁ ହିସାବରେ ଢଲିଆ ବହୁତ ଭଲ ହେଇଥିଲା, ଫିର୍ ବି ଢଲିଆର ଯେଉଁ ହିସାବରେ ହେବା କଥା ସେଥିରୁ ଟିକେ ପିକଅପ୍ ନେବା କଥା ଟିକେ କମିଥିଲା। ଆଜି ପୁଣି ଆମେ ପୁନର୍ବାର ସେଇ ନାଟକ ରିପିଟ୍ ହେଇଛି, କାହିଁକିନା କମିଟି ଏବଂ ଦର୍ଶକ କହିଲେ ସାର୍ ସେଇ ନାଟକଟା କରନ୍ତୁ। ଆମେ ପୁଣି ବହୁତ ଭଲ ହେଇଛି କରିଛୁ। ଆଉ ଆମେ ତ ଭୁବନେଶ୍ୱର ଗୋଟେ ଜାଗା ଯେଉଁଟାକି ଏଇଟା ଅଲ୍ ଓଡ଼ିଶାର ସବୁ ଜିଲ୍ଲାର ଦର୍ଶକ ଏଇ ଜାଗାରେ ଅଛନ୍ତି। ତେଣୁ ଭୁବନେଶ୍ୱରର ଯେଉଁ ନାଟକ ସଫଳ ହେବ ନିଶ୍ଚିତ ଭାବରେ ସେ ବର୍ଷର ଓଡ଼ିଶାରେ ସବୁ ଜିଲ୍ଲାରେ ସେ ପାର୍ଟି ସଫଳତା ହାସଲ କରିବ। ଏଇ ଉଦ୍ଦେଶ୍ୟ ନେଇକି ଏଠି ସାଲିଆ ସାହି ଆମେ ଏଇ ମଞ୍ଚର ଆମେ ଯାତ୍ରା ପକାଇଛୁ। ବହୁତ ଭଲ ରେସ୍ପଣ୍ଡ ଅଛି। ଯାତ୍ରା ବିଶ୍ୱ ଦରବାର ସବୁ ଦିଗରେ ଆପଣମାନେ ଦେଖୁଛନ୍ତି। ଭେଟରାନ୍ କଳାକାର ଯେଉଁ ଆମର ନାୟକ ଅଛନ୍ତି ଗୌରବ ବାବୁ, ସିଏ ବହୁ ପାର୍ଟିରେ ତାଙ୍କ ଯାତ୍ରା ଜୀବନ କାଳ ଭିତରେ ଯେଉଁ ପାର୍ଟିକି ଯାଇଛନ୍ତି ବହୁତ ସଫଳତା ନାଟକ ହେଇଛି, ବହୁତ ସଫଳତା ସେ ପାର୍ଟିକି ସେ ଦେଇଛନ୍ତି। ସେଇଭଳିଆ ଭେଟରାନ୍ ଏବଂ ବରିଷ୍ଠ ନାୟକ ଗୌରବ ବାବୁ ଆମ ପାଖରେ ଅଛନ୍ତି। ସବୁ ପରେ ଜୁଲି ପଣ୍ଡାକୁ ଆପଣ ଜାଣିଛନ୍ତି, ଦୀର୍ଘ ଗୋଟେ ସମ୍ରାଟ ତୁଳସୀ କର୍ଣ୍ଣାଟ୍ୟ ସେ ଦୀର୍ଘ 25 ବର୍ଷ ଜଣେ ନାୟିକା ଭାବରେ ସେ ରହିପାରିଥିଲେ। ସେଇଭଳିଆ ଭେଟରାନ୍ ନାୟିକାଙ୍କୁ ଆମେ ମଧ୍ୟ ପାଇଛୁ। ଆଉ ଲଗାତାର କିଛି ବର୍ଷ ଧରି ଆପଣ ମା ଭୂମିକାରେ କାଳୀଙ୍କୁ ଆମେ ପାଇଛୁ, ଯିଏକି ଆପଣ ସାରା ଓଡ଼ିଶାରେ ସମସ୍ତଙ୍କ ହୃଦୟ ଭିତରେ ତାଙ୍କ ଅଭିନୟ ଯାଦୁରେ ସେ ରଖିପାରିଛନ୍ତି, ତାଙ୍କୁ ମଧ୍ୟ ପାଇଛୁ। ତାପରେ ଆଜିକା ଦିନରେ ଯେଉଁ କମେଡ଼ି କୁଇନ୍, ଯେତେ କମେଡ଼ି କୁଇନ୍ ଅଛନ୍ତି, ଆପଣଙ୍କର ଜିନା ସମସ୍ତଙ୍କଠୁ ଭିନ୍ନତମ। ସିଏ ସମସ୍ତଙ୍କୁ ହସ ଖୁସିରେ ପୁରା ମଜବୁର କରି ରଖନ୍ତି, ତାଙ୍କୁ ମଧ୍ୟ ଆମେ ରଖିଛୁ। ଯୁବ ଖଳନାୟକ ଆପଣଙ୍କର ବହୁତ ଖଳନାୟକ ଆଜ୍ଞା ଭାଇରାଲ ହେଇପାରୁଛନ୍ତି ସତ, କିନ୍ତୁ ଥରେ ବିଶ୍ୱ ଦରବାର ଯେଉଁ ଖଳନାୟକ ସତ୍ୟପତି ଅଛନ୍ତି, ସତ୍ୟ ସୁନ୍ଦର ପତି, ତାଙ୍କୁ ଦେଖନ୍ତୁ। ତାଙ୍କର ଗେଟଅପ୍, ତାଙ୍କର ଚାଲି, ତାଙ୍କର ଡାଇଲଗ୍, ତାଙ୍କର ଭଏସ୍ କେମିତି ଦର୍ଶକମାନଙ୍କୁ ଭଲ ଲାଗିବ ସେଇଟା ଦର୍ଶକ କହିବେ। ମୋ ଜାଣିବାରେ ସେ ବହୁତ ଭଲ ଖଳନାୟକ, ଜଣେ ଭଲ ଅଭିନେତା ଭଲ ଅଭିନୟ କରୁଛନ୍ତି। ଆଉ ଗତ ବର୍ଷ ଆମର ପୁରୁଣା କଳାକାର ଆମ ପାଖରେ ଅଛନ୍ତି, ମାତନ, ଲିଙ୍କନ,
ଏବଂ ସରୋଜ ମହାପାତ୍ର ବରିଷ୍ଠ ଚରିତ୍ର ଅଭିନେତା ସମସ୍ତେ ବଛା ବଛା କଳାକାର ଏଠି ଅଛନ୍ତି। ଆଉ ସାଜସଜ୍ଜାରେ ବି ଆମେ ବହୁ ପରିବର୍ତ୍ତନ କରୁଛୁ। ଆବଶ୍ୟକରୁ ଅଧିକର ଆମେ ରଖିନାହୁଁ। ଯେତିକି ଯାତ୍ରା ମଞ୍ଚକୁ ଭଲ କରିବା ପାଇଁ, ଅଡ଼ିଏନ୍ସକୁ ସୁନ୍ଦର କରିବା ପାଇଁ, କଳାକାର ଦର୍ଶକ ସମସ୍ତଙ୍କୁ ଭଲ ଲାଗିବା ପାଇଁ ଯେଉଁ ଆବଶ୍ୟକ ସାଉଣ୍ଡଠୁ ଆରମ୍ଭ କରି ଲାଇଟ୍ ପର୍ଯ୍ୟନ୍ତ 3ଟି LED ସବୁ କଥା ଆମେ କରିଛୁ। ଯାତ୍ରା ବିଶ୍ୱ ଦରବାର ନିଶ୍ଚିତ ଭାବରେ ଆଶା ରଖିଛି ଯେ ଇଏ 2026-27 ବର୍ଷ, ଇଏ ବର୍ଷଟା ଆମର ବହୁତ ସଫଳ ବର୍ଷ ଆସିବ ବା ଆସିଗଲାଣି ବୋଲି ଲାଗୁଛି। କାରଣ ପ୍ରଥମେ ଭାତ ହାଣ୍ଡୁ ଯେତେବେଳେ ଭାତ ଲୋକ ମା' ମାନେ ଭଉଣୀ ମାନେ ଯେତେବେଳେ ଦେଖନ୍ତି ଭାତ ହେଲେ କି ନାହିଁ, ଜଷ୍ଟ ଗୋଟେ କିଞ୍ଚିତ ମାତ୍ରାରେ ଦେଖନ୍ତି ଯେ ସେଇଟା ଯଦି ହେଇଛି ତାହେଲେ ହାଣ୍ଡିଟା ସାରା ଭାତ ହେଇଛି। ସେମିତି ପ୍ରଥମ କ୍ୟାମ୍ପରୁ ଏବଂ ରିହର୍ସାଲରୁ ଆର ସୁଗନ୍ଧ ଏତେ ଆପଣଙ୍କ ସାରା ଓଡ଼ିଶାରେ ବ୍ୟାପକ ହେଇଛି। ଆର ରିମୋଟ ଲୋକ ଭଲ ପାଇବାଟା ଏତେ ମିଳିଛି, ନିଶ୍ଚିତ ଭାବରେ ଯାତ୍ରା ବିଶ୍ୱ ଦରବାର ଏଇଟା ତା ସଫଳ ବର୍ଷ। ଆମେ ସ୍ୱତନ୍ତ୍ର ସଫଳତା ନାଟକ ଆମ ବିଶ୍ୱ ଦରବାର ଦେଇଥିଲା ଗୁପ୍ତ ସମ୍ପର୍କ। ଏ ବର୍ଷ ହଁ ଅଙ୍ଗନବାଡ଼ି ଦିଦି ଷ୍ଟାଫ୍ ନର୍ସ ବହୁତ ନାଟକ ଆମେ ବିଗତ ଦିନରୁ ଦେଇ ଆସିଛୁ। କିନ୍ତୁ ଇଏ ନାଟକ ସ୍ୱତନ୍ତ୍ର ନାଟକ। ଏଇଟା ଦୁଇଟା ନାଟକ ଭାଇରାଲ ନାଟକ ଢଲିଆ ଆଉ ଚାରିଧାମ ତ ପାଦ ତଳେ, ଆଉ ତୃତୀୟ ନାଟକ ଜୀବନ ପଥରେ ଶ୍ରୀ ଜଗନ୍ନାଥ। କେଉଁ ନାଟକ କାହାକି କେହି କମ୍ ନାହାନ୍ତି ଆଜ୍ଞା। ଯାହାକୁ ଦେଖିବେ କହିବେ ବହୁତ ଭଲ ନାଟକ ହେଇଛି। ତେଣୁ ସେଭଳିଆ ବଛା ବଛା ରାଇଟର, ଡିରେକ୍ଟର, କଳାକାର, ଡ୍ୟାନ୍ସ ମାଷ୍ଟର, ସଙ୍ଗୀତ ଡାଇରେକ୍ଟର ସମସ୍ତଙ୍କୁ ବିଶ୍ୱ ଦରବାର ଭଲ ଯେଉଁମାନଙ୍କ ପଛରେ ବା ଯେଉଁମାନଙ୍କ ପାଇଁ ଦର୍ଶକ ଆସନ୍ତି, ଯେଉଁମାନଙ୍କ ପାଖରେ ଦର୍ଶକଙ୍କର ମନ ଥାଏ, ସେଇଭଳିଆ ଉଦ୍ଦିଷ୍ଟ ଡାଇରେକ୍ଟର, ରାଇଟର, କଳାକାର, କମିଟି ସବୁ ଭଲ ଭଲ ଆମେ କଲେକ୍ସନ କରି ଯାତ୍ରା କରୁଛୁ। ଏ ଭୁବନେଶ୍ୱର ଆଜି 4ର୍ଥ ରଜନୀ। ଆଉ ଆସନ୍ତାକାଲି ଗୋଟେ ଦିନ ଆମେ ଏଠି ରହିବୁ। ତାପରେ ପୁଣି ଆମେ ଅନ୍ୟ ଜାଗାକୁ ପଳେଇଯିବୁ। ଆଉ ଭୁବନେଶ୍ୱର ଅନେକ ପାର୍ଟି ଆମ ଆଗରୁ ଗଲେଣି ଏବଂ ଆମ ପରେ ମଧ୍ୟ କିଛି ପାର୍ଟି ଅଛନ୍ତି। ନିଶ୍ଚିତ ଭୁବନେଶ୍ୱରବାସୀ ଯାତ୍ରାକୁ ମୁଁ ଯାହା ଜାଣିଛି, ଦର୍ଶକ ଆମ ପାଇଁ ଭଗବାନ ଆଉ କମିଟି ଆମ ପାଇଁ ପାର୍ଟନର, ବିଜନେସ୍ ପାର୍ଟନର। ଯେଉଁମାନେ ପୁଞ୍ଜି ଲଗାନ୍ତି ସେମାନଙ୍କୁ କେବେ ଗେଷ୍ଟ କୁହାଯାଏନି ବା ଚାକିରିଆ କୁହାଯାଏନି। ଯେହେତୁ ସେ ପୁଞ୍ଜି ଲଗେଇଛି, ଆମେ 10 କୋଟି ଲଗେଇଲେ ସେ 10 ଲକ୍ଷ ଲଗାଉଛନ୍ତି, ତେଣୁ ସେ ଆମର ପାର୍ଟନର। ଆଉ ଦର୍ଶକ ସମସ୍ତେ ହେଲେ ଆମ ପାଇଁ ଭଗବାନ। ସେମାନେ ଯଦି ଆମ ଯାତ୍ରାକୁ ନ ଦେଖିବେ, ଆମ ଯାତ୍ରାକୁ ନ ଆସିବେ, କଳାକୁ ଯଦି ଭଲ ନ ପାଇବେ, କି ଯାତ୍ରା ବ୍ୟବସାୟ କେବେ ବଞ୍ଚିପାରିବ ନାହିଁ। ଯଦି ଯାତ୍ରା ଆଜି ଚାଲିଛି, ଆଗାମୀ ଦିନରେ ଚାଲିବ, ସବୁଦିନେ ଚାଲିବ ଦର୍ଶକମାନଙ୍କ ପାଇଁ। ଦର୍ଶକ ହେଉଛନ୍ତି ମହାନ। ଆଉ ସିଏ କହିବେ, ତାଙ୍କଠୁ ରିପୋର୍ଟ ହେବେ। ମୁଁ ତ ସଦାସର୍ବଦା ସୋସିଆଲ ମିଡ଼ିଆରେ କହି ଆସିଛି, ଆପଣ ଆମକୁ ଠିକ୍ କେଉଁଠି ଆମର ରହୁଛି, ଭୁଲ କେଉଁଠି ଆମର ହେଉଛି, ଆପଣମାନେ ଆପଣ ଉପଦେଶ ଦିଅନ୍ତୁ। ନିଶ୍ଚିତ ଆପଣ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ। ଆମେ ଡେଫିନେଟ୍ ଆପଣଙ୍କ କଥାକୁ ଯଥାଚିତ ସମ୍ମାନ ଦେଇ ନିଶ୍ଚିତ ତାର ପରିବର୍ତ୍ତନ କରିବୁ, ଯେମିତିକି ସମସ୍ତଙ୍କୁ ଭଲ ଲାଗିବ। ଆମ ନାଟକରେ ବାପ ଭାଇ, ବାପ ପୁଅ, ମା ପୁଅ, ଭାଇ ଭଉଣୀ, ସ୍ୱାମୀ ସ୍ତ୍ରୀ ସମସ୍ତେ ଦେଖିଲା ଭଳି ନାଟକ ଆମେ କରୁଛୁ। ଆମ ନାଟକରେ କୌଣସି ରଗ୍ନତା ନାହିଁ ବା ସେଭଳିଆ କଳଙ୍କିତ ଅଭିନୟ ନାହିଁ ଯେଉଁଟାକି ଆପଣଙ୍କର ଲଜ୍ଜିତ ହେବେ, ଦର୍ଶକ ତଳକୁ ମୁହଁ ପୋତିବେ, ସେଭଳିଆ ନାଟକ କିଛି ନାହିଁ। ବହୁତ ଭଲ ନାଟକ ହେଇଛି। ଏଇଟା ବହୁତ ଭଲ ବର୍ଷ, ବହୁତ ଖୁସି ବି ଲାଗୁଛି। ଆଉ ଯାତ୍ରା ହେବା ଦିନଠାରୁ ଏ ବର୍ଷ ମୁଁ ଯେତିକି ଖୁସି ସବୁଦିନ ଥିଲି, ଏ ବର୍ଷ ବହୁତ ଖୁସି ଅଛି। ଆଜି ଭୁବନେଶ୍ୱରରେ ମୁଁ କାଲି ରାତିରେ ଆସିଥିଲି। ଆଜି ନାଟକ ପୁନର୍ବାର ପୁଣି ରିପିଟ୍ ହେବ। ଦର୍ଶକଙ୍କ ସହିତ ବସି ଯାତ୍ରା ଦେଖିବି। ମୁଁ ଠିକ୍ ସେ ଦେଖିପାରିନି, କିନ୍ତୁ ନାଟକ ଯେତେବେଳେ ପ୍ରସ୍ତୁତ ହୁଏ, ଡିସ୍କସନ୍ ହୁଏ, ସବୁବେଳେ ପ୍ରାୟ କିଏ ମାଲିକ କ'ଣ କରନ୍ତି ଜାଣିନି, ମୁଁ ସବୁବେଳେ ନାଟକ ଉପରେ ଗୁରୁତ୍ୱ ଦେଇଥାଏ। ରାଇଟର, ଡିରେକ୍ଟର, ଯେଉଁମାନେ ଉଚ୍ଚ କୋଟିର ରାଇଟର ଥାନ୍ତି, ଯେଉଁମାନଙ୍କ ପାଖରେ ପ୍ରବଳ ମାତ୍ରାରେ ଦକ୍ଷତା, ପ୍ରବଳ ମାତ୍ରାରେ ଭଲ କଷ୍ଟଲି ସଂଳାପ ଥାଏ, ସେଇଭଳି ଡାଇରେକ୍ଟର, ରାଇଟରଙ୍କୁ ନେଇକି ଆମେ ନାଟକ ପ୍ରସ୍ତୁତ କରିଥାଏ। ଏ ବର୍ଷ ମଧ୍ୟ କରିଛୁ। ନିଶ୍ଚିତ ଭାବରେ ଭୁବନେଶ୍ୱରରେ ଆମେ ସଫଳତା ପାଇଛୁ ଏବଂ ଆଗାମୀ ଦିନରେ ବହୁତ ସଫଳତା ଓଡ଼ିଶାରେ ସବୁ ଜାଗାରେ ମିଳିବ। ଆଉ ଏ ଢଲିଆ ନାଟକ ସମସ୍ତଙ୍କ ହୃଦୟକୁ ସ୍ପଷ୍ଟ କରିବ।